ଇନୋଭେସନ ଆଇଡିଆ ହେଉଛି ୱେଷ୍ଟ ମ୍ୟାନେଜମେଣ୍ଟ ବର୍ଜ୍ୟବସ୍ତୁ ପରିଚାଳନା। ବର୍ତ୍ତମାନ ସହରାଞ୍ଚଳରେ ଅଧିକ ମାତ୍ରାରେ ଅଳିଆ ଆବର୍ଜନା ବଢିବାରେ ଲାଗିଛି। ସେଗୁଡ଼ିକୁ ଆମେ କିପରି ନିଷ୍କାସନ କରିବା ଆମେ ଜାଣିବା। ସହରାଞ୍ଚଳରେ ଥିବା କଳକାରଖାନା, ଡାକ୍ତରଖାନା, ବଡ ବଡ ବିଲ୍ଡିଂ ରୁ ବାହାରୁଥିବା ଅଳିଆ ଆବର୍ଜନାକୁ ମ୍ୟୁନିସିପାଲିଟି ଗାଡିରେ ଏକତ୍ର କରି ଅଳିଆ ଆବର୍ଜନାକୁ ନେଇକି ଆମେ ଜନସାଧାରଣ ଏକ ଦୂରରେ ଖାଲ ସ୍ଥାନରେ ପକାଇବା। କଳକାରଖାନାରୁ ବାହାରୁଥିବା ବିଷାକ୍ତ ଗ୍ୟାସ ଗୁଡ଼ିକ ବାୟୁମଣ୍ଡଳକୁ ଯାଇ ବିଭିନ୍ନ ମନୁଷ୍ୟ ପଶୁପକ୍ଷୀ ମାନେ ସେଇ ଗ୍ୟାସକୁ ଶ୍ୱାସକ୍ରିୟା କରି ବିଭିନ୍ନ ରୋଗରେ ପୀଡ଼ିତ ହୋଇଥାନ୍ତି। ଏହି ବିଷାକ୍ତ ଗ୍ୟାସକୁ ପ୍ରଦୂଷଣ ବାୟୁକୁ ଷ୍ଟ୍ରୋକ୍ ବା ହୃଦରୋଗ ଯନ୍ତ୍ର ଦ୍ୱାରା ସେଇ ବିଷାକ୍ତ ଗ୍ୟାସକୁ ବିଶୁଦ୍ଧ କରି ବାୟୁମଣ୍ଡଳକୁ ଛାଡ଼ିବା, ଯାହା ଫଳରେ ମନୁଷ୍ୟ ଓ ପଶୁପକ୍ଷୀ ମାନଙ୍କୁ କୌଣସି ରୋଗରେ ପୀଡ଼ିତ ହେବେ ନାହିଁ। ସହରାଞ୍ଚଳରେ ବିଭିନ୍ନ ଚାରିଆଡେ ଅଳିଆ ଆବର୍ଜନା କରିବାକୁ ଦେଖି ଆମେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି। ସେଥିପାଇଁ ଆମେ ଗୋଟେ ସହରାଞ୍ଚଳର ଚାରିଆଡେ ଆବର୍ଜନା କରୁଥିବାରୁ ଗୋଟେ ପଦକ୍ଷେପ ନେଇଛୁ। ତିନୋଟି ରଙ୍ଗର ଡଷ୍ଟବିନ୍ ନେଇଛୁ। ପ୍ରଥମ ସବୁଜ ରଙ୍ଗର ଡଷ୍ଟବିନ୍ ରେ ପେପର ପକାଯିବ, ଯେଉଁଗୁଡ଼ିକ ମାଟିରେ ମିଶିବା ପାଇଁ ସହଜ ଓ ସୁବିଧା ହେବ। ଆଉ ନୀଳ ରଙ୍ଗର ଡଷ୍ଟବିନ୍ ରେ ପ୍ଲାଷ୍ଟିକ ଗ୍ଲାସ ଗୁଡ଼ିକ ପକାଯିବ, ଯାହା ଫଳରେ କୌଣସି ଆବର୍ଜନାରେ ପଡିଥିବା ପଶୁପକ୍ଷୀ ମାନଙ୍କୁ କୌଣସି ଆଘାତ ହେବ ନାହିଁ। ରେଡ୍ କଲର ଡଷ୍ଟବିନ୍ ରେ ପ୍ଲାଷ୍ଟିକ ବା ଆମେ ଯୋଉଟା ରିସାଇକେଲ କରିପାରିବା ସେଇଗୁଡ଼ିକ ରେଡ୍ କଲର ଡଷ୍ଟବିନ୍ ରେ ଆମେ ପକାଇବା। ବର୍ତ୍ତମାନ ଆମେ ସହରାଞ୍ଚଳରେ କିପରି ଅଳିଆ ଆବର୍ଜନା ନିଷ୍କାସନ କରାଯାଏ ଆମେ ଜାଣିଲେ ଏବେ ଜାଣିବା ଗ୍ରାମାଞ୍ଚଳରେ କିପରି ଅଳିଆ ଆବର୍ଜନାକୁ ନିଷ୍କାସନ କରି ତାହାକୁ ସଦୁପଯୋଗ କରିପାରିବା। ଗ୍ରାମାଞ୍ଚଳର ଅଧିକାଂଶ ଲୋକ କୃଷି ଏବଂ ପଶୁପାଳନ କରିଥାନ୍ତି, ଯଥା ଗାଈ, ଗୋରୁ, ଛେଳି, ମେଣ୍ଢା ଇତ୍ୟାଦିକୁ ପାଳନ କରିଥାନ୍ତି। ସେମାନଙ୍କୁ ରୋକିବା ପାଇଁ ଏକ ଆଦର୍ଶ ଗାଈ ଗୁହାଳ ମାଧ୍ୟମରେ ସରକାର କିଛି ଯୋଜନା କରିଛନ୍ତି। ସେଥିରୁ ବାହାରୁଥିବା ଖତ ଆବର୍ଜନା ସବୁକୁ ଆମେ ଚାଷ ଜମିରେ ପକାଇକି ଚାଷ ଜମିକୁ ଉର୍ବର କରିପାରିବା ଏବଂ ବଳକା ଗୋବରକୁ ଆମେ ଗୋବର ଗ୍ୟାସ ପ୍ଲାଣ୍ଟ ମାଧ୍ୟମରେ ବ୍ୟବହାର କରିପାରିବା। ଯଥା ଗୋବର ଗ୍ୟାସ ପ୍ଲାଣ୍ଟ ରୁ ବାହାରୁଥିବା ମିଥେନ ଗ୍ୟାସ ଦ୍ୱାରା ଆମେ ଇନ୍ଧନ ରୂପରେ ବ୍ୟବହାର କରିପାରିବା ଏବଂ ଜାଳେଣୀ ରୂପରେ ବ୍ୟବହାର କରିପାରିବା। ବର୍ତ୍ତମାନ ଗ୍ରାମାଞ୍ଚଳରେ ଲୋକମାନେ ସଚେତନତା ଅଭାବରୁ ରାସ୍ତା କଡ଼ରେ ସେଥିପାଇଁ ସଚେତନ ଦେଇ ଅଳିଆ ଆବର୍ଜନା ଗୁଡ଼ିକୁ ଏଣେତେଣେ ଫୋପାଡୁଛନ୍ତି। ଏଣେତେଣେ ନ ଫୋପାଡ଼ି ଓ ସରକାରଙ୍କ ଯୋଜନା ଅନୁସାରେ ପାଇଖାନାକୁ ବ୍ୟବହାର କରିବେ।